ଶୁଭ ସକାଳ ପିଲାମାନେ। ଆଜି ପାଠ 1 ଯାହା ଆମ ଚାରିପାଖରେ ଆକୃତି ଅଛି ସେଥିର ଅଧ୍ୟାୟ 6ରେ କିପରି ଆମେ କୋଣ ସୃଷ୍ଟି କରିବା, କୋଣ କିପରି ତିଆରି ହୁଏ ସେ ସମ୍ପର୍କରେ ଆମେ ଆଲୋଚନା କରିବା। ଆଚ୍ଛା, ଚିତ୍ରରେ କଣ ଦେଖୁଛ? ସିଦ୍ଧି କହିଲ। ଏହା ଗୋଟିଏ ନଳୀ ହେଲା, ଏହା ଗୋଟିଏ ନଳୀ। ଆଚ୍ଛା, ପ୍ଲାଷ୍ଟିକ ନଳୀ ନୁହଁ କି? ଇଏ ଗୋଟିଏ ପ୍ଲାଷ୍ଟିକ ନଳୀ। ଏ ପ୍ଲାଷ୍ଟିକ ନଳୀ ସହିତ ଯଦି ଆଉ ଗୋଟିଏ ପ୍ଲାଷ୍ଟିକ ନଳୀ ଯୋଡି, ଦେଖନ୍ତୁ ଯୋଡିକି ଅଛି ନା, ତାହେଲେ କଣ ହବ? କଣ ହବ ସିଦ୍ଧି? ଗୋଟେ କୋଣ ସୃଷ୍ଟି ହଉଛି। ତାହେଲେ ନଳୀ ଦୁଇଟିକୁ ଯଦି ଦୁଇଟି ରେଖା ବୋଲି ଧରି ନେବା ଓ ସେମାନେ ଗୋଟିଏ ବିନ୍ଦୁରେ ମିଳିତ ହେଲେ କୋଣ ସୃଷ୍ଟି ହୁଏ ହେଲା। ଏହା କଣ କହିବା? ଆମେ କୋଣ ବୋଲିକି ଆମେ କହିବା। ଆଚ୍ଛା, ବର୍ତ୍ତମାନ ଚିତ୍ର ଗୁଡିକ ଭଲ ଭାବରେ ଦେଖ। 3ଟି ଚିତ୍ର ଅଛି। ତୁମେ ଯେମିତି କହିଛ, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଚିତ୍ରରେ ନଳୀ ଗୁଡା ଯୋଡିକି ରହିଛି। ଯୋଡିକି ସେ ନାହିଁ, ପୁରା ଭଲ ଲକ୍ଷ୍ୟ କର। କଣ ଜାଣିଲ? ଏ ପ୍ରତ୍ୟେକ ଜାଗାରେ ଗୋଟିଏ ଗୋଟିଏ କୋଣ ସୃଷ୍ଟି ହେଇଛି ହେଲା। ତାହେଲେ ଆମେ ଜାଣିଲେ ଯେତେବେଳେ ଦୁଇଟି ରେଖା ଗୋଟିଏ ବିନ୍ଦୁରେ ମିଶିଯାଏ ସେତେବେଳେ ଗୋଟିଏ କୋଣ ସୃଷ୍ଟି ହୁଏ। ବୁଝିହେଲା? ଆଚ୍ଛା, ବର୍ତ୍ତମାନ ଦେଖିବା ତୁମ ଶ୍ରେଣୀର କେଉଁ କେଉଁ ସ୍ଥାନରେ କୋଣ ସୃଷ୍ଟି ହେଉଥିବା ଦେଖିଛ? କହିଲ ଦୀପ୍ତି, କହିଲ କୋଉଠି? କଳା ପଟାରେ କୋଣ ସୃଷ୍ଟି ହେଇଛି। ବହୁତ ବଢିଆ। ଜୋସେଫ, କାନ୍ଥ ପାଖରେ। କାନ୍ଥ ପାଖରେ କୋଉଠି? ଓ ଯୋଉଠି ଦୁଇଟି କାନ୍ଥ ମିଶିଛି। ଆଚ୍ଛା, ଆଉ କୋଉଠି? ବହିରେ। ବଢିଆ କଥା କହିଲ। ରବିନ, କୋଉଠି ଦେଖିଛ? ଜ୍ୟାମିତି ବକ୍ସ। ଆଚ୍ଛା ଆଚ୍ଛା, ବହୁତ ବଢିଆ କଥା। ଆଚ୍ଛା, ରାହୁଲ କହିଲ କୋଣ ସୃଷ୍ଟି ହୁଏ କୋଉଠି ଦେଖିଛ? କୋଉଠି? ହଁ, ଛାତ ପାଖରେ। ଭେରି ଗୁଡ। ରିନା, ଝରକା ପାଖରେ। ବହୁତ ବଢିଆ। ତାହେଲେ ଆମ ଚାରି ପାଖରେ ଅନେକ ଜାଗାରେ କୋଣ ସୃଷ୍ଟି ହୋଇଥିବାର ଆମେ ଦେଖୁଛୁ, ନୁହଁ କି? ଦେଖ, ତମେ କହିଛ କଳାପଟାରେ, କବାଟରେ, ଟେବୁଲରେ, ବହିରେ, ଘରର ଚଟାଣ। ଠିକ ଅଛି। ବର୍ତ୍ତମାନ ତୁମ ପାଖରେ ଗୋଟେ ଚିତ୍ର ଦିଆଯାଇଛି, ଦେଖ। ଏ ଚିତ୍ର କୋଉଠି ଦେଖିଛ? ହଁ, ସକାଳୁ ଆମର ଯେତେବେଳେ ବ୍ୟାୟାମ କରୁଛୁ, ଆମେ ବ୍ୟାୟାମ କ୍ଲାସରେ ଆମେ ଏମିତି ବିଭିନ୍ନ ପ୍ରକାର ଅଙ୍ଗ ଭଙ୍ଗୀରେ ଆମେ ଦେଖାଉଛୁ। ଠିକ ଅଛି। ତାହେଲେ ମୋର ପ୍ରଶ୍ନ ହେଲା, ଏହି ଚିତ୍ରରେ କେଉଁ କେଉଁ ଜାଗାରେ କୋଣ ସୃଷ୍ଟି ହୋଇଛି? ଇନ୍ଦୁ କହିମା କେମିତି? ପ୍ରତ୍ୟେକ ଜାଗାରେ ସୃଷ୍ଟି ହେଇଛି ନା ହେଇନି? ଯଦି ସୃଷ୍ଟି ହେଇଛି, କେମିତି ସୃଷ୍ଟି ହେଇଛି? ହଁ, ପ୍ରଥମଟାରେ ହେଇଛି। ବହୁତ ବଢିଆ। ତୃତୀୟ ହେଇଛି। ଭେରି ଗୁଡ। ତୃତୀୟରେ ହେଇଛି। ବହୁତ ବଢିଆ। ଆଚ୍ଛା, ଦେଖ ଚତୁର୍ଥ ଦେଖିଲ ଟିକେ। ହେଇଛି। ଚିତ୍ର ଦେଖିଲା ତ କୋଣ ସୃଷ୍ଟି ହେଇଛି ତ? ବହୁତ ବଢିଆ। ପଞ୍ଚମ ଦେଖ, କୋଣ ସୃଷ୍ଟି ହେଇଛି। ଆଚ୍ଛା, ତାହେଲେ ଏମିତି ଆମର 3ଟି ଧାଡିରେ ଚିତ୍ର ଗୁଡା ଦିଆଯାଇଛି। ପ୍ରତ୍ୟେକ ଧାଡିରେ ଯୋଉ ଚିତ୍ର ଦିଆଯାଇଛି ସବୁ ଜାଗାରେ କୋଣ ସୃଷ୍ଟି ହବାର ଆମେ ଦେଖୁଛୁ ହେଲା। ବହୁତ ବଢିଆ। ବର୍ତ୍ତମାନ ଦେଖ, କୁହାହେଇଥିଲା ଯେ ଏଇଗୁଡା ଯଦି ଆମେ ଗୋଟେ ଗୋଟେ ଆମେ ରେଖା ଧରି ନେବା ତାହେଲେ କୋଣ ସୃଷ୍ଟି ହେଇଛି। ଦେଖିଲ, ପ୍ରଥମ ଚିତ୍ର ଦେଖ, ଦ୍ଵିତୀୟ ଦେଖ, ତୃତୀୟ ଦେଖ, ଚତୁର୍ଥ, ପଞ୍ଚମ ହେଲା। ଦ୍ଵିତୀୟ ଧାଡିରେ ବର୍ତ୍ତମାନ ଦେଖ, ଦ୍ଵିତୀୟ ଧାଡିର ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ବି ଦେଖ କେମିତି ଅଛି।
पंचमरी भी देख है। बर्तमान जी तृतीय धाड़ी को प्रथम चित्र द्वितीय तृतीय चित्र चतुर्थ भी देख एवं शेष प्रत्येक जगह आम एमती कोण सृष्टि हबार लक्ष्य करुच। ठीक है, बहुत बढ़िया। वर्तमान आस देखिए केते छवि अच्छी। ए छवि रे केउठी कोण सृष्टि अच्छी आउ केतोटी अच्छी आमे देखिबा। प्रथम छवि देख कोण सृष्टि होईची। अच्छा मते कहिबो सेलून अच्छी। प्रथम चित्र रे कोण सृष्टि होईची देखिलो कोण सृष्टि होईची। अच्छा बढ़िया, हाँ ठीक अच्छी, बहुत बढ़िया। श्रद्धा कहलु मैं देखिया द्वितीय चित्र रे। हाँ अच्छी, एठी भी अच्छी। हाँ ठीक है, हाँ वेरी गुड, बारे बार। अच्छा तृतीय चित्र देखिए हमें साहेला। हाँ ठीक अच्छी, हाँ ये भी ठीक अच्छी, ठीक है, बहुत बहुत बढ़िया। ताहले हमें कौन कले दुईटी सरलरेखा केउठी छेद करुछि बा मिसुछि से चित्र को हमें देखी कोण हमें धारणा पाइले। बहुत बहुत बढ़िया है। अच्छा अच्छा बर्तमान देख ये जो तले केतोटी कोण चित्र दिया से लक्ष्य कर जोड़ी तुम कोण भाया लगिला तुम अनुभव कर पार्छ जे एटा गोटे कोण ताले ता पाखरे आमे कौन ठीक चिन्ह दबा आमे। वेरी गुड। ताले प्रश्नटी मोर रहिला दीप्ति पाखु पुणी प्रथम धाड़ीर प्रथम चित्र अच्छी से गोटे कोण कि ना। वेरी गुड, कहीं नहीं हाँ कौन नहीं कहले आउथरे। ओहो एठी दुईटी रेखाखंड नुह गोटे अच्छी गोटे हबनी कि नहीं। बहुत बढ़िया। द्वितीयटी कहले देखिया साहिन कोण सृष्टि होईची केमती मा। हाँ दुईटी रेखाखंड गोटे बिंदु रे मिलित होईची। बहुत बढ़िया कहल। बर्तमान आकाश कहलु बाबा तृतीयटी कोण होईची केमती। अच्छा अच्छा एठी मध्ये दुईटी रेखाखंड परस्पर गोटे बिंदु रे मिलित होईचंदी। बहुत बढ़िया। चतुर्थटी राहुल कोण सृष्टि होईची केमती जानल कौन। अच्छा अच्छा दुईटी रेखा मिलित होईचंदी। वर्तमान सरिता पंचम देखिल टिके ହେଇଛି। अच्छा प्रथम धाड़ीर शेष जो अच्छी सागर कहबो एटी तो कोण सृष्टि होईची ना नहीं कौन पाई एटी तो दुईटी रेखाखंड अच्छी। अच्छा ओहो दुईटी रेखाखंड मिलित होई नांती अलग अलग जगह अच्छी से कोण सृष्टि हेनी। अच्छा वर्तमान जीवा आमे द्वितीय धाड़ी की द्वितीय धाड़ी रे हम देखिया शबनम कहलु मा प्रथम चित्रटी कोण हबो कि नहीं कौन पाई ना ये गोटे वक्र ठीक अच्छे हबनी एटी कोण। अच्छा पुणी थरे राहुल कहलु आमा द्वितीय धाड़ी द्वितीय चित्र कोण नहीं ये गोटे गोलाकार। अच्छा ये भी हबनी। अच्छा प्रथम धाड़ीर जो शेष जो द्वितीय धाड़ीर शेष जो अच्छी सीधी कहलु हबनी ना। ताहले कोण सृष्टि पाई हमको दुईटी रेखा दरकार पुणी दुईटी रेखा परस्पर को गोटे बिंदु रे मिलित हवा दरकार नुह कि इधर धारणा पाइले हमें। अच्छा बहुत बढ़िया। देख बर्तमान हम जो कर ठीक अच्छी कि नहीं है। द्वितीय अच्छी तृतीय अच्छी चतुर्थ भी अच्छी आ कोठी नहीं। वर्तमान आम जो इंग्राजी अक्षर जानिछु इंग्राजी अक्षर केतोटी कोण अच्छी आम देखिए देखिए तो। अच्छा ए इंग्राजी अक्षर ए जो अच्छी एटा कौन कैपिटल ना। हाँ केतोटी कोण सृष्टि देख लो बाबा टिके। अच्छा देख मु कहि दूचे प्रथम एक दुई तीन चारि पांच मोट पांचटी कोण अच्छी इंग्राजी अक्षर ए रे। सेमिति बी सी
ଡି ଇ ରେ କେତୋଟି କୋଣ ସୃଷ୍ଟି ହବ ଆମେ ଲେଖିବା। କରିପାରିବା ତ? ତାହେଲେ ଏ ସାରଣୀଟି ବସିକି ବର୍ତ୍ତମାନ ପୂରଣ କର। ହେଲା, ଭେରି ଗୁଡ, ବହୁତ ବଢିଆ ହେଇଛି। ଆଚ୍ଛା, ବର୍ତ୍ତମାନ ଆମ ପାଖରେ ଯୋଉ ଜ୍ୟାମିତିକ ଚିତ୍ର ରହିଛି, ଏ ଯୋଉ ଜ୍ୟାମିତିକ ଚିତ୍ର ମଧ୍ୟରେ କେତୋଟି କୋଣ ଅଛି ତାର ସଂଖ୍ୟା ଆମେ ଲେଖିବା। ପୁଣି ଥରେ ସରିତା କହିଲୁ ମା ଟିକେ, ଆୟତ ଚିତ୍ରର କେତୋଟି କୋଣ ଥାଏ? କେତୋଟି? 4ଟି। ଆରେ ବା, ବହୁତ ବଢିଆ। ଆଚ୍ଛା ରମେଶ, ବୃତ୍ତରେ କେତେଟା ଥାଏ? କିଛି ନଥାଏ। ଆଚ୍ଛା, 0 ନାଇଁ କି? ଆଚ୍ଛା, ତ୍ରିଭୁଜରେ କେତେଟା ରହିବ ସାଗର? ତ୍ରିଭୁଜରେ କେତୋଟି? 3ଟି। ଭେରି ଗୁଡ। ବର୍ତ୍ତମାନ ଯିବା ସାମନ୍ତରିକ ଚିତ୍ର। ହରି, ସାମନ୍ତରିକ ଚିତ୍ରରେ କେତୋଟି କୋଣ ଥାଏ? 4ଟି। ବହୁତ ବଢିଆ। ଶେଷରେ ରମ୍ବସ୍, ରୀନା କହିଲୁ ମା ଟିକେ, ରମ୍ବସରେ କେତେଟା କୋଣ ଥାଏ? 5ଟି। ନାଇଁ ସାର୍, 4ଟି। ହଁ, ରମ୍ବସର 4ଟି କୋଣ ଥାଏ। ତାହେଲେ ଜ୍ୟାମିତିକ ଚିତ୍ର ଗୁଡିକରେ ମଧ୍ୟ କେତୋଟି କୋଣ ରହିଛି ସେ ବିଷୟରେ ଆମେ ଧାରଣା ପାଇଲେ। ବର୍ତ୍ତମାନ ପରୀକ୍ଷା କରିବା ଆମେ। ବର୍ଗ ଚିତ୍ରର 4, ଆୟତ ଚିତ୍ରର 4, ବୃତ୍ତ 0, ତ୍ରିଭୁଜ 3, ସାମୁଦ୍ରିକ ଚିତ୍ର 4 ଓ ରମ୍ବସ୍ 4। ବଢିଆ। ବର୍ତ୍ତମାନ ଏ ସବୁ ଯୋଉ କୋଣ ସମ୍ପର୍କରେ ଧାରଣା ପାଇଲେ, ଏହାକୁ ଆମେ କିଛି ଘର କାମ କରିବା। କରିବା ତ? ତୁମ ଘର କାମଟି ହଉଛି, ତୁମ ଘରେ କେଉଁ ଜାଗାରେ କୋଣ ଦେଖୁଛ ଖାତାରେ ଟିପିକି ଆଣିବ। ପୁଣି କିଛି କାଠି ସଂଗ୍ରହ କରିବ ଓ 5ଟି କୋଣ ପ୍ରସ୍ତୁତ କରି ନେଇଆସିବ। ଠିକ ହେଲା? ବହୁତ ବଢିଆ, ଧନ୍ୟବାଦ। ହଁ, ତାହେଲେ ଆଜି ବିଭିନ୍ନ ରେଖାରୁ କେମିତି କୋଣ ସୃଷ୍ଟି ହଉଛି ଆମେ ଜାଣିଲେ। ତୁମେମାନେ ଘରକୁ ଯିବ, ଘରକୁ ଯାଇ କୋଣ କୋଉଠି ସୃଷ୍ଟି ହଉଛି ଏବଂ ବିଭିନ୍ନ କାଠିରୁ କିପରି କୋଣ ସୃଷ୍ଟି ହବ ତାକୁ କରି ନେଇ ଆସିବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।